ପିଲାମାନେ ଆଜି ଆମେ ପଢ଼ିବା ପାଠ 24। କ'ଣ ପଢ଼ିବା? ପାଠ 24 ଏଡ଼େ ଏଡ଼େ ବଡ଼। ତ ଚାଲ ପଢ଼ିବା, କିନ୍ତୁ ତା ଆଗରୁ ପିଲାମାନେ ତମେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ, ଭିଡ଼ିଓଟିକୁ ଲାଇକ୍ କରିଦେବ। ଆହୁରି ବଢ଼ିଆ ବଢ଼ିଆ ପାଠ ଭିଡ଼ିଓ ଆସିବ। ବୈଶାଖ ମାସ ଉଦୁ ଉଦିଆ ଖରା, ଐରାବତ ଆସିଲା, ହନୁ ଓ ବଂଶୀଧର ତାକୁ ଦେଖିଲେ। ବେପାରୀ ଗୁଡ଼ାରୁ ଆଣିଥିବା ତରଭୁଜଟିକୁ ଦେଲେ। ପିଲାମାନେ ବୈଶାଖ ମାସ ଉଦୁ ଉଦିଆ ଖରା ହୁଏ। ବୈଶାଖ ମାସରେ ତ ବହୁତ ଜୋରରେ ପିଲାମାନେ ଖରା ହୁଏ, ଆଉ ସେତେବେଳେ ତରଭୁଜ ବି ହୁଏ। ଐରାବତ ଗୋଟେ ଆସିଲା। ଐରାବତ ମାନେ ହାତୀ। ବୁଝିଲ ପିଲାମାନେ? ହାତୀକି ଆମେ ଐରାବତ ବି କହିପାରିବା। ହନୁ ଓ ବଂଶୀଧର ତାକୁ ଡାକିଲେ। କାହାକୁ ଡାକିଲେ ପିଲାମାନେ? ଐରାବତ ବା ହାତୀକି ଡାକିଲେ। ହନୁ ଦେଖିପାରୁଛ, ହନୁ ଆଉ ଜଣେ ବୁଢ଼ା ମଉସାକୁ ଦେଖିପାରୁଥିବ, ତାଙ୍କ ନାଁ ହେଲା ବଂଶୀଧର। ବେପାରୀ ଗୁଡ଼ାଙ୍କରୁ ଆଣିଥିଲେ ତରଭୁଜ ଦେଲେ। ବେପାରୀମାନଙ୍କ ଠାରୁ ସବୁ ତରଭୁଜ ଆଣିଥିଲେ ସେମାନେ। ମୁଁ ଏଇଟା କାହିଁକି ନେବି? ଆମ ରାଇଜର ଅଁଳା ଓ ଭଇଁଚ କୋଳି ତ ଏହାଠାରୁ କେଡ଼େ ବଡ଼, କେଡ଼େ ବଡ଼। ବୁଝିଲ? ହାତୀ ଆମର କହୁଛନ୍ତି, ମାନେ ଐରାବତ କହୁଛି, ଦେଖ ଏଡ଼େ ବଡ଼ ବଡ଼। ତ ଏମାନେ କହୁଛନ୍ତି ବଂଶୀଧର ଆଉ ହନୁ କେଡ଼େ ବଡ଼ ବଡ଼। ତ ଏମାନେ ତାକୁ ଦଉଛନ୍ତି ତରଭୁଜ। ହାତୀକି କିଏ ଦଉଛି? ହନୁ ଆଉ ବଂଶୀଧର ଦଉଛନ୍ତି ତରଭୁଜ ଖାଇବା ପାଇଁ। କିନ୍ତୁ ହାତୀ କହୁଛି ମୁଁ ଏଇଟା କାହିଁକି ନେବି? ଆମ ରାଇଜରେ ଅଁଳା ଓ ଭଇଁଚ କୋଳି ତ ଆଠାରୁ ବି ବଡ଼ ବଡ଼। ବୁଝିଲ ପିଲାମାନେ? ହାତୀ କ'ଣ କହିଲା?